ପିଲାମାନେ ସମସ୍ତଙ୍କୁ ଆମର ଆଉ ଏକ ନୂଆ ଭିଡ଼ିଓରେ ସ୍ୱାଗତ। ଆଜି ଆମେ ପଢ଼ିବା ଷଷ୍ଠ ଶ୍ରେଣୀର ବିଜ୍ଞାନ ଏକାଦଶ ଅଧ୍ୟାୟ ଗତି। ଦେଖ ପିଲାମାନେ କ'ଣ କ'ଣ ଅଛି ଦେଖିବା ଆଉ ଭଲ ଭାବରେ ବୁଝିବା। ଦେଖ କ'ଣ କହୁଛି, ଆମ ଚତୁଃପାର୍ଶ୍ୱରେ ଗତିଶୀଳ ବସ୍ତୁ। ଆମ ଚତୁଃପାର୍ଶ୍ୱରେ କ'ଣ କ'ଣ ଗତିଶୀଳ ଅଛି ତାହା ଆମେ ପ୍ରଥମେ ଦେଖିବା। ଗତି କହିଲେ କ'ଣ? ଦେଖ ପ୍ରଥମେ ଚିତ୍ରକୁ ଦେଖ ଯେ କ'ଣ ଲକ୍ଷ୍ୟ କରୁଛ। ଏଠି ଜଙ୍ଗଲ ଅଛି, କାର୍ ଅଛି, ଗଛ ଅଛି, ରାସ୍ତା ଅଛି, କୁକୁଡ଼ା, ଘର, ପଥର, ସାଇକେଲ ଓ ମାଠିଆ। ଦେଖ ତଳ ଚିତ୍ରକୁ ଦେଖ। କାର୍ ଏଠି ଥିଲା, ଏ କାର୍ଟା ଏଠି ଆସିକି ପହଞ୍ଚିଲା। ଗଛ ଯେଉଁ ଜାଗାରେ ଅଛି ସେ ଜାଗାରେ ଅଛି, ଜଙ୍ଗଲ ଯେଉଁ ଜାଗାରେ ଅଛି ସେ ଜାଗାରେ ହିଁ ଅଛି, ଘର ବି ଯେଉଁ ଜାଗାରେ ଅଛି ସେ ଜାଗାରେ ଅଛି। କିନ୍ତୁ କୁକୁଡ଼ା ଦେଖ ଏଇଠି ଥିଲା, ଏଇଠି ଟିକେ ଆଗକୁ ଆସିକି ପହଞ୍ଚିଲା। ସାଇକେଲ ଏଇଠି ଥିଲା, ଦେଖ ଜଙ୍ଗଲର ପଛରେ ଥିଲା କିନ୍ତୁ ଏଠି ଟିକେ ଆଗକୁ ବଢ଼ି ଯାଇଛି। ପଥର ବି ଯେଉଁଠି ଥିଲା ସେଇଠି ଅଛି, ମାଠିଆ ଯେଉଁଠି ଥିଲା ସେଇଠି ଅଛି। ଆମେ ଏଥିରୁ କ'ଣ ଜାଣିଲେ? ଦେଖ ଏଠି ଲେଖା ହେଇଛି, କିଛି ସମୟ ପରେ ଦେଖିଲେ ଯେ ଆମେ ସେମାନଙ୍କର ସ୍ଥାନ ପରିବର୍ତ୍ତନ ହେଉଛି। ସମୟ ଅନୁସାରେ ସେମାନଙ୍କର ସ୍ଥାନ ପରିବର୍ତ୍ତନ ହେଇଛି, ତେଣୁ ସେମାନଙ୍କୁ ଆମେ ଗତିଶୀଳ ବୋଲି କହିବା। କିନ୍ତୁ ଘର, ପଥର, ଗଛ, ମାଠିଆ କିଛି ସମୟ ପରେ ନିଜର ସ୍ଥାନ ପରିବର୍ତ୍ତନ କରିନାହାନ୍ତି, ତେଣୁ ସେମାନଙ୍କୁ ଆମେ ସ୍ଥିର ବସ୍ତୁ ବୋଲି କହିଥାଉ। ଏଥିରେ ଆମେ କ'ଣ ଜାଣିଲେ? ଯେଉଁ ବସ୍ତୁ ସମୟ ସହ ନିଜର ସ୍ଥାନ ପରିବର୍ତ୍ତନ କରେ ତାହାକୁ ଆମେ ଗତିଶୀଳ ବସ୍ତୁ ବୋଲି କହିବା। ସେହିପରି ଯେଉଁ ବସ୍ତୁ ସମୟ ସହ ନିଜର ସ୍ଥାନ ପରିବର୍ତ୍ତନ କରେ ନାହିଁ ତାହାକୁ ଆମେ ସ୍ଥିର ବସ୍ତୁ ବୋଲି କହନ୍ତି। ସେ କଥା ଏଇଠି ଲେଖା ହେଇଛି ଏବଂ ଯାହା କହିଲି। ତୁମ ଚାରିପାଖରେ ଯଦି ସବୁ ଗତିଶୀଳ ବସ୍ତୁ ଦେଖିବ ତାହାର ଏକ ତାଲିକା କର। ଦେଖ ପିଲାମାନେ ଏମିତି ସବୁ ସ୍ଥିର ବସ୍ତୁ, ଗତିଶୀଳ ବସ୍ତୁର ତୁମେ ନିଜେ ମଧ୍ୟ ଗୋଟେ ତାଲିକା କରିପାରିବ। ଏଠି ଦେଖ ଯେମିତି ଅଛି ଆମେ ସ୍ଥିର ବସ୍ତୁ ଆଉ ଗତିଶୀଳ ବସ୍ତୁର ତୁମେ ଏହାକୁ ନେଇକି ମଧ୍ୟ କରିପାରିବ, ଯେମିତିକି ମାଠିଆ, ଏଠି କୁକୁଡ଼ା ହେଲା ଗତିଶୀଳ ବସ୍ତୁ। ଆଉ କ'ଣ ଆସିବ? କଲମ ହେଲା ସ୍ଥିର ବସ୍ତୁ। ସେମିତି ମଣିଷକୁ ନେଇଯିବ ଆମେ ଗତିଶୀଳ ବସ୍ତୁ ବୋଲି। ଠିକ୍ ଅଛି ପିଲାମାନେ, ଆଉ ନିଜେ ନିଜେ ସବୁ ଅନ୍ୟ ସବୁ ମଧ୍ୟ ଲେଖିପାରିବ। ଠିକ୍ ଅଛି, ଏବେ ଦେଖିବା ଆଗକୁ। ଦେଖ ଏଠି କ'ଣ ଲେଖା ଅଛି? ରାସ୍ତା ଦୁର୍ଘଟଣା ରୋକିବା ପାଇଁ ଏହି ସ୍ଥିର ବସ୍ତୁ ଗୁଡ଼ିକର କିଛି ଭୂମିକା ରହିଛି, ତାହା ଦଳରେ ଆଲୋଚନା କରି ସାରଣୀଟିକୁ ପୂରଣ କର। ଦେଖ କ'ଣ ଆବଶ୍ୟକତା ରହିଛି ଏହାର ଆମେ ଦେଖିବା। ଜେବ୍ରା କ୍ରସିଂର କ'ଣ ଆବଶ୍ୟକତା ରହିଛି, ଆଉ ରାସ୍ତା ମଝିରେ ଚାଲୁଥିବା ବୁଦାଲିଆ ଗଛର କ'ଣ ଆବଶ୍ୟକତା ରହିଛି, ତାହାର କ'ଣ ଅଛି ଏଠି ଆମେ ଦିଆଯାଇଛି। ତମେ ଏସବୁ ନିଜେ ଦେଖି ନେବ। ଆମେ ସିଧା ପାଠକୁ ଆସିବା ପିଲାମାନେ। ଦେଖ ଏଠି ହେଇଛି, ତୁମେମାନେ ଘଣ୍ଟା, ସିଲେଇ ମେସିନ୍, ବିଦ୍ୟୁତ୍ ପଙ୍ଖା ଇତ୍ୟାଦି ଦେଖିଥିବ। ଏହି ବସ୍ତୁ ଗୁଡ଼ିକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଜେ ଗତି କରନ୍ତି ନାହିଁ, ନା ସେମାନଙ୍କର ବିଭିନ୍ନ ଅଂଶ ଗତି ରହିଛି। ଉଦାହରଣ ସ୍ୱରୂପ ଘଣ୍ଟା ସେକେଣ୍ଡ, ମିନିଟ୍ ଓ ଘଣ୍ଟା କଣ୍ଟା ଗତି କରନ୍ତି। ଦେଖ ଘଣ୍ଟା ଏମିତି ସେ ଗୋଟେ ତାର ଏମିତି ବୁଲୁଥାଏ, ସେ ଏଠିକି ଥିବା ଘଣ୍ଟା ଏଠିକି ଆସେ ତ ଏମିତି ବୁଲେନି, ବୁଲେ କି? ତ ଏଇଟା କ'ଣ କହୁଛି? ସେ କଥା ହିଁ କହୁଛି। ସେଇଭଳି ବିଦ୍ୟୁତ୍ ପଙ୍ଖାର ବ୍ଲେଡ୍ ଗତି କରେ। ଦେଖ ବିଦ୍ୟୁତ୍ ପଙ୍ଖା ମଧ୍ୟ ଏମିତି ଯଦି ଥିବ ବୋଲେ କ'ଣ କରିବ? ସେ ଏମିତି 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 ହିଁ ବୁଲିଥାଏ। ସେ ଏଠିକି ଥରେ, ଏଠିକି ଥରେ, ଏଠିକି ଥରେ ଆସି ଏମିତି 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 ବୁଲେ ନାହିଁ, ସେ କଥା ହିଁ ସେ କହୁଛୁ। ତ ଆମେ ଉପର ଆଲୋଚନାର କ'ଣ ଜାଣିଲେ? ଯେ ସମୟ ଅନୁସାରେ ବସ୍ତୁର ବା ତାହାର ଅଂଶ ଗୁଡ଼ିକର ସ୍ଥାନ ପରିବର୍ତ୍ତନକୁ ହିଁ ଆମେ ଗତି କହିଥାଉ। ଯଦି ସମୟ ଅନୁସାରେ ଏଇଠି ଅଛି, ଆଉ ଗୋଟେ କିଛି ସମୟ ମଧ୍ୟ ସେଇଠି ରହିଲା, ତାହାକୁ ଆମେ ଗତି କହିଥାଉ। କିନ୍ତୁ ଆସ ସେମାନଙ୍କର ଗତିର ପ୍ରକାର ଭେଦ ବିଷୟରେ ଆମେ କିଛି ଜାଣିବା। ତା'ମାନେ କ'ଣ? ଗତି ଆମେ ଖାଲି ସମୟ ଅନୁସାରେ ତାହାର ସ୍ଥାନ ପରିବର୍ତ୍ତନ କଲେ ଖାଲି ଗତି କହିବା ନାହିଁ, ତାର ଆଉ କ'ଣ କ'ଣ ପ୍ରକାର ହେଇପାରିବ ସେ ବିଷୟରେ ଆମେ ଟିକେ ଟିକେ ଆଲୋଚନା କରିବା। ଦେଖ ଗତିର ପ୍ରକାର ଭେଦ। ଦେଖ ଏଇ ରାସ୍ତାର ଯାନବାହନ ଦେଖ ଏଇଠି ଅଛି, ଏ ପିକ୍ଚର ଦେଖ।
ତାପରେ ଏକ ଧାଡ଼ିରେ ପରେଡ୍ କରୁଛନ୍ତି। ଦେଖ ଆଗକୁ ଏମିତି ବଢ଼ି ଚାଲୁଛନ୍ତି। ଗଛରୁ ଆମ୍ବ ପଡ଼ିଲା ଦେଖ, ଆଉ ଘରେ ଦେଖ ଜଣେ ଦୌଡ଼ିଛି। ଆଗକୁ ଦୌଡ଼ିବ ସେ କଥା ଆମେ ଦେଖୁଛୁ। ଏଇଟା କ'ଣ? ଏହାକୁ ଆମେ ସରଳ ରୈଖିକ ଗତି ବୋଲି କହିଥାଉ। ଦେଖ ବସ୍ ଟ୍ରକ୍ ହଉ ସେ ଆଗକୁ ସରଳ ରେଖାରେ ଗତି କରିଥାଏ। ଯାନବାହନ ଗାଁ ଯେକୌଣସି ସବୁ ଗାଡ଼ି, ଏ ଦେଖ ପ୍ୟାରେଡ୍ ହେଉଛି ସେ ମଧ୍ୟ ଗୋଟେ ସରଳ ରେଖାରେ ଗତି କରିବ। ଏବେ ଦେଖ ଗଛରୁ ଯଦି କୌଣସି ଫଳ ପଡ଼ିଲା ତ ସେ ସିଧା ଆସିକି ପଡ଼ିବ, ନା କି ଏମିତି 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 ହେଇକରି ପଡ଼ିବ। ସେଥିପାଇଁ ଆମେ ଏ ସରଳ ରେଖାରେ ଗତି କରୁଥିବାକୁ ଏହାକୁ ଆମେ ସରଳ ରୈଖିକ ଗତି ବୋଲି କହିବା। ଆମେ ଏ ଚିତ୍ର ଗୁଡ଼ିକ ଦେଖିଲେ ଏମାନଙ୍କର ଗତିକୁ ଆମେ ସରଳ ରୈଖିକ ଗତି କୁହାଯାଏ। ଦେଖ ଏମାନଙ୍କର ଗତି ବେଲେ କେଉଁ ଗତି ଆମେ କହିଲେ, ଦେଖ ଏସବୁ ଗତି ଯାହା ଗୋଟେ ସରଳ ରେଖାରେ ଗତି କରୁଛି। ଗାଡ଼ି ଗୁଡ଼ିକ କ'ଣ କରୁଛି? ପୁରା ସରଳ ରେଖାରେ ଏଗୁଡ଼ିକ ଗତି କରୁଛି। ଏ ପ୍ୟାରେଡ୍ କଲା ବେଲେ ମଧ୍ୟ ଗୋଟେ ସରଳ ରେଖାରେ ଆଗକୁ ଗତି କରିବାକୁ ପଡ଼େ। ଗଛରୁ ଫଳ ପଡ଼ିଲା ବେଲେ ମଧ୍ୟ ଏମିତି ସିଧା ପଡ଼ିବ ପିଲାମାନେ, ନା ଏମିତି 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 ପଡ଼ିଥାଏ ରେ ସିଧା ପଡ଼ିଥାଏ। ସେଥିପାଇଁ ଏହାକୁ ଆମେ ଗୋଟେ ସରଳ ରେଖାରେ ଗତି କରୁଛି ବୋଲି ସେହାକୁ ସରଳ ରୈଖିକ ଗତି ବୋଲି ଆମେ କହିବା। ଯଦି ଜଣେ ଦୌଡ଼ୁଥାଏ ମଧ୍ୟ ଏମିତି ସିଧା ଦୌଡ଼େ, ନା ତମେ ଦୌଡ଼ିଲା ବେଲେ ଏମିତି 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 ଦୌଡ଼ିଥାଅ, ସିଧା ଦୌଡ଼ିଥାଅ, ତ ସେହାକୁ ଆମେ ଏଗୁଡ଼ିକ ହେଲା କ'ଣ? ସରଳ ରୈଖିକ ଗତିର ଉଦାହରଣ ଗୁଡ଼ିକ ପିଲାମାନେ। ଦେଖ ଆଉ କ'ଣ ଦେଇଛି ଦେଖିବା। ତମେ ଚତୁଃପାର୍ଶ୍ୱରେ ଦେଖିଥିବା ବସ୍ତୁ ଏପରି ସରଳ ରୈଖିକ ଗତିର ଗୋଟେ ତାଲିକା କର। ତମେ ମଧ୍ୟ ନିଜେ ନିଜେ ଦେଖିପାରିବ। ତମେ ନିଜେ ନିଜେ ଦେଖୁଛ ସବୁଦିନ ଜୀବନରେ ଯାହା ଯାହା ସରଳ ରେଖାରେ ଗତି କରୁଛି ତାହାକୁ ଆମେ ସରଳ ରୈଖିକ ଗତି ବୋଲି କହିବା। ତାପରେ ଏବେ ଆଗରେ ଦେଖ, ଏଠି ଦେଖ ଗୋଟେ ଫ୍ୟାନ୍ ଲାଗିଛି, ସେ ଏମିତି ତାର ଚତୁଃପାର୍ଶ୍ୱରେ ବୁଲିବ। ଏ ଦେଖ ଗୋଟେ ଦଣ୍ଡ ଅଛି, ଯାହା ବୁଲିଲେ ଏସବୁ ହଲକୁ ଏମିତି ହିଁ ବୁଲିବ। ଯେମିତି ଦୋଳି ଥିବ, ଦୋଳି ଯାହା ଏସବୁ ଅଛି ଏମିତି ଏମିତି ଗୋଲ ଗୋଲ ହିଁ ବୁଲିବ, କିନ୍ତୁ ଏହାର କୌଣସି ସ୍ଥାନ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ଏଇଟା ମଧ୍ୟ ଗୋଟେ ପ୍ରକାର ଗତି। ତ ଏହାକୁ ଆମେ କ'ଣ କହିବା? ଏହାକୁ ଆମେ ବୃତ୍ତୀୟ ଗତି ବୋଲି କହିବା। ଗୋଟେ ବୃତ୍ତ ଆକାରରେ ସେ ବୁଲୁଥାଏ। ଦେଖ ଏଇଠି ମଧ୍ୟ ଗୋଟେ ବୃତ୍ତ ଆକାରରେ ବୁଲୁଥାଏ। ସେଥିପାଇଁ ଆମେ ଏହାକୁ ବୃତ୍ତୀୟ ଗତିରେ ଅଛି ବୋଲି କହିପାରିବା। ସେଇଟା ହିଁ ଦେଇଛି ଏଠି। ଦେଖ ସବୁ ନିଜେ ନିଜେ ପଢ଼ି ନେବ, କିଛି ନାହିଁ, ଖାଲି ବୁଝିବାର ଅଛି କ'ଣ ଅଛି। ଦେଖ ପୂର୍ବ କାର୍ଯ୍ୟ ପରି ଆଲୁକୁ ସୁତୁଲି ଦ୍ୱାରା ବାନ୍ଧି ଯଦି ମୁକ୍ତ ଭାବରେ ଝୁଲାଇବା, ତାହେଲେ କ'ଣ କରିବ? ଅବସ୍ଥାକୁ ଅଳ୍ପ ଟାଣି ଆଣ ଓ ତାପରେ ତାହାକୁ ଛାଡ଼ି ଦିଅ। ଦେଖ ଏମିତି ଗୋଟେ ହାତରେ କିଛି ଆଲୁ କିମ୍ବା କିଛି ତମ ଓଜନିଆ ଜିନିଷ କ'ଣ ଏମିତି ଝୁଲେଇବ। ତାହା କ'ଣ କରିଥାଏ? ଗୋଟିଏ ତାର ଫିକ୍ସ ଏରିଆରେ ସେ ଏମିତି ଝୁଲିଥାଏ। ସେ କଥାକୁ ଏଠି ସେ କହୁଛି ପିଲାମାନେ। ତାର ଅବସ୍ଥାନରୁ ସେ ଗତି କରିଥାଏ। ସେ ଗୋଟେ ଅବସ୍ଥାନରେ ହିଁ ଗତି କରିଥାଏ। ସେ ଏପଟେ ସେପଟେ ଯାଇନଥାଏ, ତାର ଅବସ୍ଥାନ ମଧ୍ୟରେ ହିଁ ସେ ଗତି କରିଥାଏ। ତାହା ସେ କହିବାକୁ ଚେଷ୍ଟା କରୁଛି ପିଲାମାନେ। ଏଠାରେ ଆଲୁଟି କ'ଣ ହେଲା? ନିର୍ଦ୍ଦିଷ୍ଟ ସମୟ ପରେ ତାହାର ଗତିକୁ ପୁନରାବୃତ୍ତି କରୁଛି। କ'ଣ କରିବ? ସେ କିଛି ସମୟ ଗଲେ ଏମିତି ଏମିତି ପୁନରାବୃତ୍ତି କଲେ ଆଉ ଥରେ ସେ ଏଠି ଘୁରିବ, ଏପଟେ ସେପଟେ ଯିବନି। ତାର ସମୟର ନିର୍ଦ୍ଦିଷ୍ଟ ସମୟ ଅନୁସାରେ କ'ଣ କରିବ? ସେ ଏଠି ହିଁ ବୁଲିବ। ସେ କଥା ଏଠି କହୁଛି ପିଲାମାନେ। ଏ ପ୍ରକାର ଗତିକୁ ଆମେ କ'ଣ କହିବା? ଏ ପ୍ରକାର ଗତିକୁ ଆମେ ଦୋଲନ ଗତି ବୋଲି କହିବା। ଗୋଟିଏ ଦୋଲନ ଆକାରରେ ଘୁରୁଛି କିଛି ନିର୍ଦ୍ଦିଷ୍ଟ ସମୟର ଅନ୍ତରାଳରେ, ତାହାକୁ ଆମେ ଦୋଲନ ଗତି ବୋଲି କହିଥାଉ ପିଲାମାନେ। ଦେଖ ଆଉ କ'ଣ ଦେଇଛି? ଗୋଟିଏ ବସ୍ତୁରେ ଏକାଧିକ ଗତି ମଧ୍ୟ ଦେଖାଯାଏ। ଯେମିତିକି ଦେଖ ମେସିନ୍ଟି ଗୋଟିଏ ସ୍ଥାନରେ ଅଛି। ଦରଜି ପାଦର ଚାଲନା ଫଳରେ ମେସିନ୍ଟି ଚକ ଏକ ବୃତ୍ତାକାର ପଥରରେ ଘୁରେ ଏବଂ ମେସିନ୍ର ଛୁଞ୍ଚି ଉପରେ ତଳ ହୋଇ ସରଳ ରଖି ଘୁରେ। ଦେଖ ଏକ ହେଉଛି ଏ ଯେଉଁ ଗୋଡ଼ରେ ତାଙ୍କୁ ଦବାଇ ଦିଏ, ଏହାକୁ ଗୋଟେ ଦୋଲନ ଗତିରେ ଘୁରିଥାଏ। କିନ୍ତୁ ଏ ଛୁଞ୍ଚି ଅଛି, ଏହା ଗୋଟେ ସରଳ ରଖିରେ ଉପର ତଳ ହେଇଥାଏ। ତାମାନେ ଏ ମେସିନ୍ଟି କ'ଣ କରୁଛି? ଏକ ସାଥିରେ ଦୋଲନ ଗତି ସହିତ ସରଳ ରୈଖିକ ଗତିରେ ରହୁଛି ବୋଲି କହୁଛି ସେ କଥା। ଠିକ୍ ଅଛି। ତାପରେ ଆଉ କ'ଣ ଦେଇଛି ଦେଖିବା। ସେଇଭଳି ପୂର୍ବ ପୃଷ୍ଠାରେ ଦେଖ 11.6 ଖକୁ ଦେଖି
एठार कि प्रकार गति हेउथिबार देखिछ तुम खातार लेख 11.6 कौन अछि देख एठे गोटे साइकेल जाउची साइकेल जाउची ताहाको आमे सरल रैखिक गति बोली कहबा किंतु साइकेल रे जो चकटु बुलुची सेटा कोन अछि सेटा गोटे वृत्तीय गति रे अछि बोली आमे कहि परिबा तो एक साथी रे सरल रैखिक गति और वृत्तीय गति दुईटी देखा जाउची एक साथी रे से कथा ही एठी लिखा आइछि तापर देखो कोन देछि सूर्य चारि पाखरे पृथ्वीर घूर्णन करुथिबा वृत्तीय गतिर उदाहरण होइथिला बेले पृथ्वी निज अक्ष चारि पाखरे घुरुथिबा गति आवर्ती गति अटे देखो एमती एटा सूर्य अछि माने करो तो सूर्य चारि पाखरे एमती पृथ्वी घुरे तो एटा वृत्तीय गति होइछे काहे कि ना ताहा वृत्ताकार रे एमती घुरी थाए से कथा से कहूची आउ से निज चारि पक्षरे मते एमती घुरी थाए देखो टिके कलर चेंज करूची एमती घुरीबाकू सूर्य चारि पक्षे ताहाको हमें वृत्तीय गति बोली कहबा आ निज चारि पक्षरे मते एमती घुरी थाए तो एहाको हमें कोन कहबा जदि निज चारि पक्षरे एमती एमती घुरीबाकू हमें यार आवर्ती गति बोली कहि थाउ ता माने पृथ्वी घुरीला बेले मध्य दुई प्रकार गति देखा जाउची पिला माने जेमिति कि पृथ्वी सूर्यर चारिपटे जदि घुरुची सेठी वृत्तीय गति देखा जाउछिला बेले पृथ्वी निज अक्ष चारि पाखरे घुरीबा बेलकू ताहा आवर्ती गति देखा जाउछि पिला माने बुझी परले पिला माने एबे आगरे आ कोन अछि देखिबा देखो सही परी गोटे कांथ घंटा चंद्रर पृथ्वी प्रदक्षिण एवं सर्कस रे देखा जाउथिबा विभिन्न प्रकार गति विषय शिक्षावान को आलोचना करो देखो गोटे कांत घंटा कौन करुछि पिला माने से गोटे जगह रे स्थिर अछि किंतु ताहार घंटार कंटा गुडी को एम्ति गोटे वृत्त आकार रे घुरुछि तो एहा को हमें वृत्तीय गति रे अछि बोली हमें कहबा पिला माने नटु पिला माने नटु कोन करुछि नटु मध्य कोन कहबा एहा गोटे आवर्तन रे घुरुछि गोटे आवर्तन रे घुरुछि एहा को हमें आवर्ती गति बोली कहिताउ पिला माने ठीक अछि एबे देखिबा कोन दिछि आउ सब कोन एकाधिक गति रे घुरुछि ताहा निजे लेख बोली कहूछि जेमति कि हमें देखले पिला माने साइकिल साइकिल रो चको एमति साइकिल रो चको अलगा गति रे घुरुथिला बेले साइकिल अलगा गति रे घुरी थाए जेमति कि वृत्तीय गति रे साइकिल रो चको घुरला बेले से आगो गति करथिबाटा गोटे सरल रेखा रे गति करथाय एथिरे मध्य सरल रेखा गति और वृत्तीय गति दुईटी देखा जाउछि आ तमे अनेक गुडी उदाहरण नै मध्य करि परिबे पिला माने ठीक अछि पिला माने आशा करछि बुझी पारुथिबो पिला माने हमर जदि वीडियो भल लागुथिबो भल रे बुझी पारुथिबो ताहले हमर सहित जदि जोडी रहबा को चाहूचो ताहले कोन करिवो हमर YouTube चैनल इजी लर्निंग ओडिया को सब्सक्राइब करके रखिवो हमर वीडियो भल लागुतिला हम वीडियो रे गोटे लाइक करिवो संग मानक सहित शेयर करिवो ठीक अछि पिला माने देखा हबा परवर्ती वीडियो रे।